ମୁଁ ତ କାହା ଗାଁ କଥା କହିପାରିବିନି। ସବୁ ଗାଁରେ ସେ ଗୋଟେ ଗୋଟେ ସରପଞ୍ଚ ଅଛନ୍ତି, ଆମ ଗାଁରେ ବି ଅଛନ୍ତି। ମୁଁ ବି ଆମ ସରପଞ୍ଚକୁ ମୁଁ ଚିହ୍ନିଛି, କେମିତିଆ କଣ ମୁଁ ବି ଚିହ୍ନିଛି। ସବୁ ନାଞ୍ଚୁଆ ସରପଞ୍ଚ, ବନ୍ଧୁବାନ୍ଧବ ସରପଞ୍ଚ ଦେଖିବେ। ଅସୁବିଧାରେ ପଡ଼ିଥିଲେ ସେ ବା ମୋ ବନ୍ଧୁ, ସେ ବା ମୋର ସାଇ ପଡ଼ିଶା। ଆଜି ସରପଞ୍ଚ ସାଇ ପଡ଼ିଶା କଣ ଦରକାର ସେଥିରେ? ସରପଞ୍ଚ ପଇସା ନ ଖାଇଥିଲେ କଣ ସେ ଏତେ ଉପରକୁ ଯାଇଥାନ୍ତା କି? ସେ ତମ ମାନଠୁ ପଇସା ଖାଇବେ, ତମକୁ ନେଇକି ବସେଇବେ। ଠିକ ଭୋଟ ହେଲା ବେଳକୁ ତମ ଗୋଡ ହାତ ଧରିବେ, ମଦ ମାଉସରେ ସାରା ଓଡିଶାକୁ ମାନେ ଗାଁକୁ ବସେଇବେ ଭୋଟ ସକାଶେ। ସେମାନେ ଯୋଉ ପକ୍କା ସିଞ୍ଚରା କରୁଛନ୍ତି, ତାଙ୍କ ଘର ଯଦି ମୋ ପୋଲିସର ସ୍ତ୍ରୀ ହେଇଥାନ୍ତା କି ଝୁଅ ହେଇଥାନ୍ତା, ସରପଞ୍ଚ ହେଇଥାନ୍ତା, ଯେ ଭୁଲ କରୁ କି ଠିକ କରୁ, ଏମିତି ତାଙ୍କ ଝିଅ ମାନଙ୍କୁ ଠେଲି କୋଚାଡ଼ିକି ନେଇ ଯାଇଥାନ୍ତେ? ତ ଦେଖିଛି ସବୁ ଟଣା ଓସରା ସବୁ ଝିଅ ମାନେ କରୁଛନ୍ତି, ସବୁ ଲେଡିଜ ପୋଲିସ ମାନେ। ସେ ବିନା କାରଣରେ ଖାଲି ପୋଷାକ ପିନ୍ଧୁଛନ୍ତି, ନହେଲେ ସେ ପୋଲିସ ଅଭାବୀ ଯୋଗ୍ୟ ନୁହଁ। କଣ କହିବି, ସେ ତ ମେଡିକାଲରେ ପଡ଼ିଛନ୍ତି, ସେ ଭଲ ହେଇସାରନ୍ତୁ, ପୁଣି ଥରେ ଠିଆ ହେବେ, ସେ ଆଗକୁ ବଢ଼ିବେ, ଡରିବେ ନାହିଁ। ତାଙ୍କ ପାଖରେ ସେ ଭାଉଜ ମାନେ ଅଛନ୍ତି, ସେ ମାଉସୀ ମାନେ ବି ଅଛନ୍ତି। ମୁଁ ଯେତିକି ଭିଡ଼ିଓ ଦେଖୁଛି, ସମସ୍ତେ ଠାକୁରକୁ ଡାକୁଛନ୍ତି ଚାମେଲି ଶୀଘ୍ର ସୁସ୍ଥ ହେଇକି ପଳେଇ ଆସନ୍ତୁ। ଯାହା ପାଟିରୁ ଶୁଣିବୁ ସେଇ କଥା। ମୁଁ ତ କାହା ଗାଁ କଥା କହିପାରିବିନି। ସବୁ ଗାଁରେ ସେ ଗୋଟେ ଗୋଟେ ସରପଞ୍ଚ ଅଛନ୍ତି, ଆମ ଗାଁରେ ବି ଅଛନ୍ତି। ମୁଁ ବି ଆମ ସରପଞ୍ଚକୁ ମୁଁ ଚିହ୍ନିଛି, କେମିତିଆ କଣ ମୁଁ ବି ଚିହ୍ନିଛି। ସବୁ ନାଞ୍ଚୁଆ ସରପଞ୍ଚ, ବନ୍ଧୁବାନ୍ଧବ ସରପଞ୍ଚ ଦେଖିବେ। ଅସୁବିଧାରେ ପଡ଼ିଥିଲେ ସେ ବା ମୋ ବନ୍ଧୁ, ସେ ବା ମୋର ସାଇ ପଡ଼ିଶା। ଆଜି ସରପଞ୍ଚ ସାଇ ପଡ଼ିଶା କଣ ଦରକାର ସେଥିରେ? ସେ ବନ୍ଧୁ ବାନ୍ଧବ ଦେଖିବେ। ଆମ ସରପଞ୍ଚ କଥା କହୁଛି, ସେ ବନ୍ଧୁ ବାନ୍ଧବ ଦେଖିବ, ସାଙ୍ଗସାଥି ଦେଖିବ। ସେ ନିରୀହ ଲୋକକୁ ସାହାଯ୍ୟ କରିବନି। ସେ ସେତିକ ତ ସେ ଦିଦି କରିଛନ୍ତି। ସରପଞ୍ଚ ପଇସା ନ ଖାଇଥିଲେ କଣ ସେ ଏତେ ଉପରକୁ ଯାଇଥାନ୍ତା କି? ସେ ତମ ମାନଠୁ ପଇସା ଖାଇବେ, ତମକୁ ନେଇକି ବସେଇବେ। ଠିକ ଭୋଟ ହେଲା ବେଳକୁ ତମ ଗୋଡ ହାତ ଧରିବେ, ମଦ ମାଉସରେ ସାରା ଓଡିଶାକୁ ମାନେ ଗାଁକୁ ଭସେଇବେ ଭୋଟ ସକାଶେ। କାହାକୁ ଯାଇକି ମଦ ଦଉଥବ, କାହାକୁ ଚିକେନ ଦଉଥବ, ଏଇଗୁରା ଭୋଟ ସକାଶେ ଚାଲିଲା। କାମ ଟାଇମରେ ତମେ ଅବିକା ବା ଭୋଟ ଥିବ ଯଦି, ସେ ତମ ବର୍ଷା ଖରା କିଛି ମାନିବନି, ଗୋଡ଼ ତଳକୁ ଆସିକି ପଡ଼ିବେ। ଠିକ ତମ କାମ ହେଲା ବେଳକୁ, ତମ ରାସନ କାର୍ଡ ହଉ, ନେଭର କାର୍ଡ ହଉ, ଯୋଉ କାର୍ଡ ହଉ, ତମେ ଯଦି ତା ଗୋଡ଼ ତଳକୁ ଯିବ, ସେ ଘରେ ନଥିବ। କାମ ପଇଲା ସେ କିଛି ନଥିବ। କାମ ଥିଲେ ତମ ଗୋଡ଼ ହାତ ଧରି ପକେଇକି ଆଉଁସିକି ପଳେଇବ। ପଖାଳ ଅଇଁଠା ଭାତ ସେତେ ବାଡ଼ିବେନି ଆଉ ଅବିକା ଭୋଟ ପାଇସାରିଲା ପରେ ତମ ଗାଣ୍ଟାକୁ ମାଡ଼ିକି ଯା। ଭୋଟ ପାଇସାରିଲା ପରେ ଗଲା, ତୁ କିଏ ନା ମୁଁ କିଏ। ଭଲ ନ କାମ କରିଥିଲେ ସେ ଯେତିକ ସ୍ତ୍ରୀ ଲୋକମାନଙ୍କୁ ମୁଁ ଦେଖୁଛି। ଚାମେଲି ଯୋଉ ଦିଦି ଅଛନ୍ତି, ଯୋଉ ସରପଞ୍ଚରେ ଅବିକା ଯୋଉ ମେଡିକାଲରେ ପଡ଼ିଛନ୍ତି, ସେ ଯଦି ସେତିକି ସୁବିଧା ନ କରିଥାନ୍ତେ, ସେ ମାଉସୀ ମାନେ ଯୋଉ ଅଛନ୍ତି ଭିଡ଼ିଓରେ ମୁଁ ଯେତିକି ଦେଖିଛି, ସେ କେବେ ଆଗକୁ ଆସିନଥାନ୍ତେ। ସେ କ'ଣ ପାଇଁ ଆସିଲେ? ସେ ଭଗବାନଙ୍କୁ କ'ଣ ପାଇଁ ଡାକୁଛନ୍ତି? ସେ ଝିଅଟା ଭଲ ହେଇକି ଆମ ଗାଁକୁ ଆସନ୍ତୁ କ'ଣ ପାଇଁ କହୁଛନ୍ତି? ସେ ସେତିକି ଭଲ କରିଛି ବୋଲି। ତାଙ୍କ ଘରେ ଯଦି ଗୋଟେ ଝିଅଟା ସରପଞ୍ଚ ହେଇଥାନ୍ତା, ହଁ, ସେ ପୋଲିସ ମାନେ ଯୋଉ ପକ୍କା ସିଞ୍ଚରା କରୁଛନ୍ତି, ତାଙ୍କ ଘରେ ଯଦି ମୋ ପୋଲିସର ସ୍ତ୍ରୀ ହେଇଥାନ୍ତା କି ଝୁଅ ହେଇଥାନ୍ତା, ସରପଞ୍ଚ ହେଇଥାନ୍ତା, ଯେ ଭୁଲ କରୁ କି ଠିକ କରୁ, ଏମିତି ତାଙ୍କ ଝିଅ ମାନଙ୍କୁ ଠେଲି କୋଚାଡ଼ିକି ନେଇ ଯାଇଥାନ୍ତେ? ପୋଲିସ ମାନେ ଏଇଟା କ'ଣ ଠିକ କଥା? ସେ ଝିଅ ମାନେ ପୁଣି କରିଛନ୍ତି। ମୁଁ ଯେତିକି ଦେଖିଛି ସବୁ ଟଣା ଓସରା ସବୁ ଝିଅ ମାନେ କରିଛନ୍ତି, ସବୁ ଲେଡିଜ ପୋଲିସ ମାନେ। ସେ ବିନା କାରଣରେ ଖାଲି ପୋଷାକ ପିନ୍ଧୁଛନ୍ତି, ନହେଲେ ସେ ପୋଲିସ ଅଭାବୀ ଯୋଗ୍ୟ ନୁହଁ। ଆଜିକାଲି ସରପଞ୍ଚ ବି ମାନେ 5 ଜଣ ସରପଞ୍ଚରୁ 2 ଜଣ ଭଲ ଅଛନ୍ତି, ଆଉ ସବୁ ସରପଞ୍ଚ ଖରାପ। ଅତ୍ୟାଚାର ହଉଛି, ନ ହେଇଥିଲେ ସେ ଝିଅଟା କ'ଣ ଅବିକା ପଡ଼ିଥାନ୍ତା କି ମେଡିକାଲରେ? ଭଲ କାମ କାହିଁ କରିବାନି? କରିବନି କାହିଁକି? ସେ ଉଠିବ, ଯୋଉ ବେଡରେ ଶୋଇଛି ସେ ପୁଣି ଥରେ ଉଠିବ, ଉଠିକି ସେ ଠିକ ପୁଣି ଥରେ ଠିଆ ହବ। ପୋଲିସ ମାରିଲେ ଥରେ ଦିଥର ମାରିଲେ କ'ଣ ସବୁବେଳେ ମାରିବେ କି? ସେଇ ଉଠିକି ସେ ପୋଲିସ କି ପିଟୁ ନାହିଁ। ଏବେ ତାଙ୍କ ପରିବାର ଯେତିକି ହଇରାଣ ହଉଛନ୍ତି, କାହା ସକାଶେ? ପୋଲିସ ଯଦି ସୁରକ୍ଷା କ'ଣ ଦବ, ଓଲଟା ହଇରାଣ କରିକି ପକଉଛନ୍ତି। ଅବିକା ପୋଲିସ ମାନେ ଗଲେ, ଗୋଟେ ଦିଦିଟା ବେଡରେ ନ ଶୋଇକି ତଳେ ଶୋଇଛନ୍ତି, ସେ ପୋଲିସ ଚାହିଁଥିଲା ସାଙ୍ଗେ ସାଙ୍ଗେ ବେଡରେ ଉଠାନ୍ତେ, ସେ ସେତିକ ଚାହୁଁନାହାନ୍ତି।
ମରିଗଲେ କ'ଣ ତାଙ୍କର ଲାଭ ହବ କି ପୋଲିସ ମାନଙ୍କର? ନାଞ୍ଚ ମାଞ୍ଚ ଖାଇଛନ୍ତି କି କାହାଠୁ? ଆଜିକାଲି ତ ନାଞ୍ଚୁଆ ପୋଲିସ ମାନେ ଅଛନ୍ତି ନା। ତ ଦେଖୁଛି ନା ମୋ ଝିଅଟାକୁ ଭାରି ହଇରାଣ କରୁଛନ୍ତି ବୋଲି, ରାସ୍ତା ହଉ ଘର ହଉ। ଆଜିକାଲି ତ ଘର ପାଇଁକି 50,000 ଆଣିଥିବେ ସରପଞ୍ଚ, 2,000 ଖାଇଦେଇକି 3,000 ଧରେଇ ଦେବେ। ସେ ତା ଭିତରେ କ'ଣ କରିଛନ୍ତି କ'ଣ ନାହିଁ ଆମେ ତ ସେଗୁଡ଼ା କହିପାରିବୁନି ନା। ସେ ତ ସାରା ଓଡ଼ିଶା ଗାଁ ଲୋକ ତ ଭଲ ପାଉଛନ୍ତି ତାକୁ। ହଁ, ତାଙ୍କର ସେ ସରପଞ୍ଚ କାହିଁ ହେଇଛନ୍ତି? ଗାଁର ସରପଞ୍ଚ ହଉ କି ଯୋଉ ସେଇ ବା ଝଗଡ଼ା ଝାଟି ପାଇଁକି ସେ ସରପଞ୍ଚ ହେଇଛନ୍ତି। କାହାର ଜାଗା ବାଡ଼ି ସକାଶେ ସେ ସରପଞ୍ଚ ହେଇନି। କାରଟା ଜାଗା କିଏ ନେଇଗଲା, କିଏ କାରଟା କୋଉଠି ପାଇପ୍ ପଶିଲା, ସେଗୁଡ଼ା କ'ଣ ସରପଞ୍ଚ ବୁଝିବ କି? ସେଗୁଡ଼ା ଘର ଲୋକ ବୁଝିବେ। ଚପଲ ହଁ, ସେଗୁଡ଼ା ସରପଞ୍ଚ ବୁଝିବାକୁ ସମୟ ଅଛି। ସେଗୁଡ଼ା ସମୟ ଅଛି। ଯୋଉ ସାର୍ଟ ପ୍ୟାଣ୍ଟ କାହାର ଚୋରି ହେଇଗଲା, ଚପଲ କାହାର ଚୋରି ହେଇଗଲା, ସେଗୁଡ଼ା ବୁଝିବାକୁ ସରପଞ୍ଚ ଅଛନ୍ତି। ସେ ସବୁ ନାଞ୍ଚୁଆ ସରପଞ୍ଚ। ଆମ ଗାଁରେ ତ ଗୋଟେ ସରପଞ୍ଚ ଅଛି, ମୁଁ ତ ସେ କାନ୍ଦୁଛି ଆଉ ମୁଁ କ'ଣ କହିବି? ଭଲ ସରପଞ୍ଚ ଭଲ ଦୁଃଖରେ ସୁଖରେ ସବୁବେଳେ ସାଥ ହୁଅନ୍ତି। ତମ ସରପଞ୍ଚଙ୍କ ନାଁଟା? ଆମ ସରପଞ୍ଚଙ୍କ ନାଁ ଟୁଲୁ। କ'ଣ ଅସୁବିଧା କରୁଛନ୍ତି ତମକୁ? ଅସୁବିଧା କେତେ ଅସୁବିଧା ଅଛି, ଗୋଟେ ବୋଲି କ'ଣ କହିବି? ମୋର ବି ନୁହଁ, ଆମ ଗାଁରେ ବହୁତ କର ଅସୁବିଧା ଅଛି, ହେଲେ କେହି ସାମ୍ନାକୁ ଆଣିନାହାନ୍ତି। ବୁଝିପାରିଲେ? ଏଇଟା କୋଉ ଗାଁ? ଆଇତଣଙ୍କ। ମୋ ଶାଶୁଘର ଯୋଉଟା ଆଇତଣଙ୍କ। ଶୁଣୁନାହାନ୍ତି। ହଁ, ସେ ଗାଁ ଲୋକ ଯାହା କହିଥିବେ ମୁଁ ତ କହିପାରିବିନି। ମୋ କେସ୍ଟା ମୁଁ ସବୁ କହିଛି। ମୋ କେସ୍ଟା ଯୋଉ ମୁଁ ଆସିଲି ବାଡ଼ି, ଆଉ ମୋର ଆଗରୁ ବି ରାସନ କାର୍ଡ଼ ସକାଶେ ବି ମୁଁ 2 ଥର 3 ଥର ଧରିଛି। ମୁଁ ଯେତେବେଳେ ମୁଁ ଆଗ ଶାଶୁଘରେ ଥିଲି, ରାସନ କାର୍ଡ଼ ସକାଶେ ଧରିଥିଲି 3-4 ଥର ଧରିଛି। ଏଯାଏଁ ବି ରାସନ କାର୍ଡ଼ ବି ପାଇଲିନି। ଆଉ କ'ଣ ବୁଝିଲା? ସରପଞ୍ଚ କହିଲା ଆଜି ହବ କାଲି ହବ ଏମିତି। ଆଉ ଏଇ ତ 15-20 ଦିନ ଦେଖିଦେବେ ମୁଁ ମାଡ଼ ଖାଇଥିଲି। ମୋ ସ୍ୱାମୀ ମୋତେ ବାଡ଼େଇଥିଲେ। ଥାନାରେ ବି ସରପଞ୍ଚ ଯାଇକି ନେଖାନେଖି କରିକି ଆସିଥିଲା। ଆଉ ମାଡ଼ ଖାଇକି ଆସି ସାରିଲା ପରେ ସେ ଲୋକ ଧରାଗଲାନି, ହେଲେ ମୁଁ ପଛକୁ ଶୁଣିଲି ଯେ ଏଥିରେ ସରପଞ୍ଚର ହାତ ଅଛି। ଏଇଟା 5 ଜଣଙ୍କୁ ବସେଇକି ସରପଞ୍ଚ ମୁକାବିଲା କରିବ ନା ଲୁଚେଇକି ନେଇକି ରଖିବ? ମୋତେ ଯିଏ ମାଇଲା ମୋ ଦେଢ଼ଶୁରଙ୍କର ସରପଞ୍ଚ 2 ଜଣ। ମୋ ଦେଢ଼ଶୁରଙ୍କ ସରପଞ୍ଚର ଭଲ, ମାନେ ସାଙ୍ଗ ହିସାବରେ ଭଲ। ସେ ତାକୁ ମାନେ ପକେଇକି ମୋତେ ଯେତେ ମରାଧରା କରିଛି, ଏଇ ଥାନାରେ କେସ୍ ଦେବ ଆଉ ତୁ ତାକୁ ନେଇକି ଯା ବାଡ଼ି। ସରପଞ୍ଚ କହିଛି, ସେ ତାକୁ ନେଇକି ପଳେଇଛି କୁଆଡ଼େ। ଥାନାବାଲା ବି କିଛି ବୁଝି ନାହାନ୍ତି, ଆଜି ଯାକେ ବି ତାକୁ ଧରି ନାହାନ୍ତି। 8ଟା କେସ୍ ହେଲାଣି, ଏଯାକେ ସରପଞ୍ଚ କିଛି କହିନି। ମାନେ 8ଟା କେସ୍ଠୁ ଚୋରଠୁ ଲଗେଇକି ମାନେ ଗୋଟେ ମହିଳାକୁ ବି ରେପ୍ କରିକା କେସ୍ ବି କରିକି ବି ଗାଁରେ ସେ ବୁଲୁଛି।